ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ପଢ଼ିବା ଗୋଦାବରୀଶ ମହାପାତ୍ରଙ୍କର ଗୋଟେ ବହୁତ ସୁନ୍ଦର ଗଳ୍ପ, ବହୁତ ଚର୍ଚ୍ଚିତ ମଧ୍ୟ ଏଇ ଗଳ୍ପଟି। ଆପଣମାନେ ସମସ୍ତେ ଜାଣିଥିବେ ଏଇ ଗଳ୍ପଟି ନୀଳ ମାଷ୍ଟରାଣୀ। ଚାଲନ୍ତୁ ଆଜି ଆମେ ନୀଳ ମାଷ୍ଟରାଣୀ କିଏ, ନୀଳ ମାଷ୍ଟରାଣୀ କାହିଁକି ତାକୁ ନୀଳ ମାଷ୍ଟରାଣୀ କୁହାଗଲା, କ'ଣ ଏଇ ଗଳ୍ପରେ ଅଛି, ଏଇ ନୀଳ ମାଷ୍ଟରାଣୀ ଏ ନାୟିକାର ଭୂମିକା କ'ଣ ଏଇ ଗଳ୍ପରେ ରହିଛି, ଚାଲନ୍ତୁ ଆଜି ଆମେ ସବୁ ଜାଣିବା। କଥାଟି ସିନା 3ଟି ଗାଁର, କିନ୍ତୁ ଖବରଟା 10-25 ଖଣ୍ଡ ଗାଁରେ ଜଣାଶୁଣା। ଏ ଗାଁର କୁଆ ରାତି ପାହିଲେ ସେ ଗାଁ ଆକାଶରେ ଉଡ଼ି ଆର ଗାଁ ଚାଳରେ ବସି କିଛି ବାଛ ବିଚାର ନ ଥାଇ ସବୁଠାରୁ ଆହାର ସଂଗ୍ରହ କରି ଆସେ। ସବୁ ଗାଁରେ ଏକାପରି ଡାକେ। ଏ ଗାଁର ଗାଈ ଗୋଠ ସେ ଗାଁର ପଡ଼ିଆରୁ ଚରିବାକୁ ଯାଆନ୍ତି। ଏ ଗାଁର ବୁଲା କୁକୁର ଖାଦ୍ୟ ଅନ୍ୱେଷଣ କରି ଅନ୍ୟ 2-4 ଗାଁରେ ବୁଲି ଆସନ୍ତି। କିନ୍ତୁ ଏହି କୁଆ, କୁକୁର ଓ ଗାଈ ଗୋରୁଙ୍କୁ ସେକଥା କେହି କିଛି କହନ୍ତି ନାହିଁ। ମାତ୍ର ଏ ଗାଁର ଲୋକ ଆର ଗାଁକୁ ଗଲେ, ସେ ଗାଁ ପର ହୋଇ ତୃତୀୟ ଗାଁର ଦାଣ୍ଡରେ ଚାଲିଲେ, କିମ୍ବା ସେଇ ଗାଁର ଲୋକ ଏ ଗାଁକୁ ଆସିଲେ, ଅଥବା 3 ଗାଁର କେହି ଲୋକ ଏକାଠି ଭେଟ ହେଲେ, କାହା ମୁହଁରୁ କେତେ କଥା ବାହାରେ। କିଏ କହେ ପାଠର ଦୋଷ, କିଏ କହେ ସମାଜର ଦୋଷ, କିଏ ଅବା କହେ ପାଠର ଦୋଷ ନୁହେଁ କି ସମାଜର ଦୋଷ ନୁହେଁ, ଦୋଷଟା ହେଉଛି ନୀଳ ମାଷ୍ଟରାଣୀର। ନିମାପଡ଼ାର ପାଖାପାଖ 3ଟି ଗାଁ ଦାଣ୍ଡରେ ଏହିପରି କେତେ କଥା ଚାଲେ। ହେଲା, ପ୍ରଥମ ଗପର ଆରମ୍ଭଟି କେମିତି ହେଇଛି, କେତେ ସୁନ୍ଦର ମଜାରେ। ଏ ଗାଁର କାଉ ସେ ଗାଁକୁ ଯାଇଥାଏ, ଏ ଗାଁରେ ଯାହା ମିଳେ ସେ ଖାଇଥାଏ, ସେ ଗାଁରେ ମଧ୍ୟ ଯାହା ମିଳେ ସେ ଖାଇଥାଏ। ଏ ଗାଁରୁ ସେ ଯେମିତି, ଏ ଗାଁରେ ସେ ଯେମିତି କା କା ରାବ କରିଥାଏ, ସେପଟ ଗାଁରେ ମଧ୍ୟ ଯାଇକି ସେ ସେମିତି କା କା ରାବ କରିଥାଏ। କୁକୁରମାନଙ୍କର ମଧ୍ୟ କୌଣସି ବାଛ ବିଚାର ନଥାଏ। ଗୋଟିଏ ଗାଁରୁ 2 ଗାଁ, 2 ଗାଁରୁ 3 ଗାଁ ସେମାନେ ବୁଲିକିରି ତାଙ୍କ ଖାଇବା ଅନ୍ୱେଷଣ କରିଥାନ୍ତି। କିନ୍ତୁ ଲୋକମାନେ ଯେଉଁଆଡ଼େ ଯେଉଁଠି ଗଲେ ସେଇ 3 ଗାଁର ଲୋକମାନେ ଏଇ କଥାଟିକୁ ଆଲୋଚନା କରିଥାନ୍ତି। କେଉଁ କଥାଟିକୁ ନା, ନୀଳ ମାଷ୍ଟରାଣୀର ଦୋଷଟି କ'ଣ, କ'ଣ ତାର ଦୋଷ, ନୀଳ ମାଷ୍ଟରାଣୀ କିଏ, ହେଲା, କ'ଣ ସେ କରିଛି, କାହିଁକି ତାର ଏମିତି ଅବସ୍ଥା ହେଲା, ଏସବୁ କଥା ସେ ଗାଁରେ ଆଲୋଚନା ହେଉଥାଏ। ଦେଖିବା ନୀଳ ମାଷ୍ଟରାଣୀ କିଏ। ସମୟଟା ଖରାଦିନ ରାତି। ଆକାଶ ଧୂମାୟମାନ। ନିଷ୍ପ୍ରଭ ଚନ୍ଦ୍ର ଆଲୋକରେ ଜଗତଟା ଛାଇ ଛାଇଆ ଦେଖାଯାଉଛି। ରାତି ପ୍ରାୟ ପହରକୁ ବଳି ଯାଇଛି। ଏଇ 3ଟି ଗାଁ ଭିତରୁ ଗୋଟିଏ ଗାଁର ଛୋଟ କୁଡ଼ିଆ ଭିତରେ 2-4 ବୁଜୁଳା ମଇଳା ଲୁଗା ଉପରେ ମୁହଁ ପୋତି ପଡ଼ି ରହି 22 ବର୍ଷ ବୟସର ଗୋଟିଏ ଯୁବତୀ କେତେ କଥା ଭାବୁଛି। ଦେଖନ୍ତୁ କ'ଣ କହିଲେ ନା, ସମୟଟା ହେଉଛି ଖରାଦିନର ରାତି, ରାତି ସମୟଟା ଖରାଦିନର ରାତି। ଆକାଶଟା କ'ଣ ହେଇଛି ନା, ଧୂମାୟମାନ ଦେଖାଯାଉଛି, ଧୂଆଁଳିଆ ଦେଖାଯାଉଛି। ନିଷ୍ପ୍ରଭ ଚନ୍ଦ୍ର ଆଲୋକରେ ଜଗତଟା ଛାଇ ଛାଇଆ ଦେଖାଯାଉଛି। ନିଷ୍ପ୍ରଭ ଚନ୍ଦ୍ର ଆଲୋକ, ଚନ୍ଦ୍ର ଆଲୋକ ପୁରା ବିଚ୍ଛୁରିତ ହେଇକରି ପଡ଼ିଛି। ଆଉ ସବୁ ଆଗରେ ଛାଇ ଛାଇ ଦେଖାଯାଉଛି। ଚନ୍ଦ୍ର ଆଲୋକ ଯେଉଁଠି ପଡ଼ିଥାଏ, ଗଛ ଥାଏ, ଗଛର ଛାଇ ତଳେ ପଡ଼ିଥାଏ, ଲୋକ ଥାଏ, ଲୋକର ଛାଇ ତଳେ ପଡ଼ିଥାଏ। ସବୁ କ'ଣ ଦେଖାଯାଉଛି, ରାସ୍ତାଘାଟ ସବୁଆଡ଼େ ଛାଇ ଛାଇ ଦେଖାଯାଉଛି। ରାତି ପ୍ରାୟ ପହରକୁ ବଳି ଯାଇଛି। ଏହି 3ଟି ଗାଁ ଭିତରୁ ଗୋଟିଏ ଗାଁର ଛୋଟ କୁଡ଼ିଆ ଭିତରେ, ସେ 3ଟି ଗାଁର କଥା ଆଲୋଚନା ହେଉଛି। ସେ 3ଟି ଗାଁ ଭିତରୁ ଗୋଟେ ଗାଁର ଗୋଟେ ଛୋଟ କୁଡ଼ିଆ, ଯେଉଁଥିରେ କି ଗଦେ ମଇଳା ଲୁଗା ଅଛି, ତା ଉପରେ ଗୋଟେ 22 ବର୍ଷର ଯୁବତୀଟି କ'ଣ କରୁଛି, ସେଇ ମଇଳା ଲୁଗା ଉପରେ ମୁହଁ ପୋତି ରହିକି ସେ କେତେ କଥା ଭାବୁଛି। କ'ଣ ଭାବୁଛି, କିଏ ସେ ଝିଅଟି, ସେ ଯୁବତୀଟି କିଏ, ଦେଖନ୍ତୁ। କିଏ ଦେଖିଲେ ହୁଏତ ଭାବିପାରେ
ଯୁବତୀ ଦିନ ସାରା ପରିଶ୍ରମ କରି ଆସି କ୍ଳାନ୍ତ ହୋଇ ପଡ଼ିଛି। ତାର ଚେତା ନାହିଁ, କେବଳ ଶାରୀରିକ ଶ୍ରମ ଫଳରେ ଏ କଡ଼ ସେ କଡ଼ ଲେଉଟାଉଛି, କିନ୍ତୁ ପ୍ରକୃତରେ ତାହା ନୁହେଁ। କହିଲେ ଯିଏ ଦେଖିଦେବ ସେ ଯୁବତୀଟିକୁ ଭାବିବ ବହୁତ ପରିଶ୍ରମ କରିକି ଯୁବତୀଟି ଆସିକି ଏଠି ଶୋଇଛି, ହେଲା, କିନ୍ତୁ ତାହା ନୁହେଁ। କ'ଣ ତାହେଲେ କଥାଟି? ତାର ଯେ କ୍ଳାନ୍ତି ତାହା ଶରୀରରେ କ୍ଳାନ୍ତି ନୁହେଁ, ତାହା ହେଉଛି ମାନସିକ କ୍ଳାନ୍ତି। ଦେଖନ୍ତୁ ସେ କ୍ଳାନ୍ତିଟା କିନ୍ତୁ ଶରୀରରେ ନୁହେଁ। କ୍ଳାନ୍ତ ଅବଶ୍ୟ ସେ ଅଛି, କିନ୍ତୁ ତାର ଶରୀରର କ୍ଳାନ୍ତି ନୁହେଁ, ତାର କ'ଣ ମାନସିକ କ୍ଳାନ୍ତି। ବହୁତ କଥା ସେ ଭାବି ଭାବି ଚିନ୍ତା କରି କରି ତା ମାନସିକ ସ୍ତରଟା କ୍ଳାନ୍ତ ଅନୁଭବ କରୁଛି। ଗତ 3 ବର୍ଷ ଭିତରେ ସେ ଏପରି ଭାବରେ ମାନସିକ କ୍ଳାନ୍ତି ଭୋଗ କରି ଆସିଛି ଯେ ତାର ଅନ୍ତରାତ୍ମା ସେଥିରେ ଦହି ହୋଇଯାଇଛି। ଦେଖନ୍ତୁ କ'ଣ କହିଛନ୍ତି, ଗତ 3 ବର୍ଷ ସେ କ'ଣ କରିଛି, ଏଇ ମାନସିକ କ୍ଳାନ୍ତିଟି ମାନସିକ ଯନ୍ତ୍ରଣାଟି ଭୋଗ କରି କରି ଆସୁଛନ୍ତି, ଯାହାଦ୍ୱାରା କି ସେ କ'ଣ ତାଙ୍କ ଅନ୍ତରାତ୍ମା କ'ଣ ହେଇଛି, ଦହି ହେଇଯାଇଛି, ଦହନ ହେଇଯାଇଛି, ହେଲା। ସେ ଆଖି ବୁଜି ପଡ଼ିଛି ସତ, ଆଖିକି ତାର ନିଦ ନାହିଁ, ହେଲା। ସେ ଆଖି ବୁଜି ପଡ଼ିଛି, କିନ୍ତୁ ତା ଆଖିକି ନିଦ ନାହିଁ। ଏତେ ଦୁଶ୍ଚିନ୍ତା, ଏତେ ମନର କ୍ଳାନ୍ତିରେ ସେ ଉବୁଟୁବୁ ହେଉଛି। ଆଖି ବୁଜି ମଧ୍ୟ ସେ ସବୁ ଦେଖିପାରୁଛି। ତାର ମୁଦା ଆଖି ଭିତରେ ଗୋଟିଏ ବିରାଟ ସଂସାର ଦେଖାଯାଉଛି, କିନ୍ତୁ ସେ ସଂସାର ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ, ହେଲା। କ'ଣ କହିଲେ, ତାର ସେଇ ମୁଦା ଆଖିରେ, ସେଇ ବୁଜିଥିବା ଆଖିରେ ତାକୁ ଗୋଟିଏ ସଂସାର ଦେଖାଯାଉଛି। କେମିତିକା ସଂସାର? ନା ସେ ସଂସାରଟି କ'ଣ ହେଇଛି, ନା ଧ୍ୱଂସ ବିଧ୍ୱସ୍ତ ହେଇଯାଇଛି, ହେଲା। ସେହି ସଂସାରରେ ରାସ୍ତାଘାଟ ନାହିଁ, କୂଳଥାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ବି ସ୍ଥାନ ନାହିଁ। ସେ ଦେଖୁଛି 10-12 ବର୍ଷ ତଳର ସବୁ ଦୃଶ୍ୟ, ମାନସ ଚକ୍ଷୁରେ ତାହା କେଡ଼େ ସୁନ୍ଦର। ଦେଖିଛି ସେ ଗୋଟିଏ ବ୍ରାହ୍ମଣ ପରିବାରର ନିରୋଳା କୁଟୀର। ଦେଖନ୍ତୁ ସେ କ'ଣ ହେଉଛି, ନା ସେ ପଡ଼ି ରହିକି ସେ ସବୁ କଥା ଭାବୁଛି, ଚିନ୍ତା କରୁଛି, ତାର ସଂସାର କଥା। କେତେ ସୁନ୍ଦର ଥିଲା ତା ସଂସାର, କ'ଣ ସେଥିରେ ଥିଲା, ହେଲା। ସେ ସଂସାରରେ ଏବେ କ'ଣ ନାହିଁ, ନା ରାସ୍ତାଘାଟ। ସେ ସଂସାର ଯେଉଁ ଭାବୁଛି, ତାର ରାସ୍ତାଘାଟ ନାହିଁ, କୂଳଥାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ବି ସ୍ଥାନ ନାହିଁ, ହେଲା। 10-12 ବର୍ଷ ତଳର ସବୁ ଦୃଶ୍ୟ ତା ମାନସ ଚକ୍ଷୁରେ ସେ ସୁନ୍ଦର ଭାବରେ ତାକୁ ସବୁ ଦେଖୁଛି। କେଡ଼େ ସୁନ୍ଦର ସେ 10-12 ବର୍ଷ ତଳର ଯେଉଁ ଦୃଶ୍ୟଟି ତା ମନରେ ଆସୁଛି, ତା ସ୍ୱପ୍ନରେ ଆସୁଛି, ସେଇଟା କେଡ଼େ ସୁନ୍ଦର। ସେ କହୁଛି କ'ଣ ଦେଖୁଛି, ନା ଦେଖୁଛି ସେ ଗୋଟିଏ ବ୍ରାହ୍ମଣ ପରିବାରର ନିରୋଳା କୁଟୀର। ଗୋଟେ ବ୍ରାହ୍ମଣ ପରିବାର, ନିରୋଳା ଗୋଟେ କୁଟୀର। ସେହି କୁଟୀର ଭିତରେ 2ଟି ସନ୍ତାନ ଓ ତାଙ୍କର ପିତୃଦେବ, ହେଲା। ସେ କୁଟୀର ଭିତରେ 2ଟି ସନ୍ତାନ ଥିଲେ, ଆଉ ତାଙ୍କର ପିତୃଦେବ, ତାଙ୍କ ପିତା ଥିଲେ। ମା 2 ବର୍ଷ ତଳୁ ଚାଲିଯାଇଛି। ମା ଚାଲିଯିବାର ଦୁଃଖ ତାକୁ ଯେତେ ବାଧୁଛି ବାପାଙ୍କୁ, ହେଲା। ମା ଚାଲିଯିବାର ଦୁଃଖ ତାକୁ ଯେତିକି ଲାଗୁନି, ବାଧୁଛି କାହାକୁ, ତାଙ୍କ ବାପାଙ୍କୁ। ରାତି 9 ପାହୁଣୁ ଉଠି ବାପା ଗାଁ ମୁଣ୍ଡ ପୋଖରୀ କୂଳରେ ଥିବା ଠାକୁର ମନ୍ଦିର ହତା ଭିତରୁ ଆଞ୍ଜୁଳାଏ ସଜ ଫୁଲ ତୋଳି ଆଣି ଚାଲି ଯାଉଛନ୍ତି ବାହାରକୁ। ଆଉ ସେହି ପିଲା 2ଟି ଦାଣ୍ଡ ପିଣ୍ଡାରେ ବସି ତାକୁ ଅପେକ୍ଷା କରି ରହିଛନ୍ତି, ହେଲା। କ'ଣ କହିଲେ, ନା ରାତି 9 ପାହୁଣୁ ବାପା ଉଠିକିରି କ'ଣ କରୁଛନ୍ତି, ଗାଁ ମୁଣ୍ଡ ପୋଖରୀରୁ କୂଳରେ ଥିବା ଯେଉଁ ଠାକୁର ମନ୍ଦିର, ହେଲା, ହତା ଭିତରୁ ସେ ଆଞ୍ଜୁଳାଏ ସଜ ଫୁଲ ତୋଳୁଛନ୍ତି। ଯେହେତୁ ବ୍ରାହ୍ମଣ ଘରର ଲୋକ, ସେ ପୂଜା ପାଠ କରୁଛନ୍ତି, ହେଲା। ତୋଳିକି ସେ ଘରୁ ବାହାରି ଯାଉଛନ୍ତି, କିନ୍ତୁ 2ଟି ତାଙ୍କର ଯେଉଁ ପିଲା ଦାଣ୍ଡ ପିଣ୍ଡାରେ ବସି ତାଙ୍କୁ ବାପାଙ୍କୁ ଅପେକ୍ଷା କରୁଛନ୍ତି। ବାପା ଫେରି ଆସୁଛନ୍ତି ବେଳେ ପହରକୁ ଘରେ ପୁଣି ଆନନ୍ଦର କୋଳାହଳ ପଡ଼ିଯାଏ। ବାପା ଯେତେବେଳେ ଘରକୁ ଫେରି ଆସନ୍ତି, ସେତେବେଳେ ପୁଣି ଘରେ ସେମିତି ଆନନ୍ଦର କୋଳାହଳ ପଡ଼ିଯାଏ। ବାପା ସେମାନଙ୍କୁ କ୍ଷଣେ ବୁକୁ ତଳେ ଜାକି ଧରି ସେମାନେ ନ ଜାଣି ପାରିଲା ପରି ଆଖିରୁ ଲୁହ ପୋଛି ଘର ଓଳେଇ ଚୁଲି ଜାଳି ରୋଷେଇ ସାରି ଦିଅଁଙ୍କ ଘରେ ପୂଜାରେ ବସି ପଡ଼ୁଛି, ହେଲା। ବାପା କ'ଣ କରୁଛନ୍ତି, ତାଙ୍କୁ କୋଳରେ ଜାକି ଧରୁଛନ୍ତି। ସେମାନେ ନ ଜାଣିଲା ପରି ବାପା କାନ୍ଦି ପକାଉଛନ୍ତି, ଆଖିରୁ ଲୁହ ଝରି ଯାଉଛି। ସେ ଲୁହକୁ ପୋଛି ଦେଇକି ବାପା କ'ଣ କରୁଛନ୍ତି, ଘରର ସବୁ କାମ କରିକି ଯାଇକି ପୁଣି ପୂଜା ପାଇଁ ବସି ଯାଉଛନ୍ତି।
ଦୁହିଁଙ୍କ ଘରେ ପୂଜା କରିବାକୁ ବସି ସେ ଠାକୁରଙ୍କୁ କେତେ ଯେ କ'ଣ କହୁଛନ୍ତି। ପିଲାମାନେ କିଛି ବୁଝିପାରୁନାହାନ୍ତି ହେଲା। ସେ କ'ଣ କହିଛନ୍ତି ନା ଦିଅଁଙ୍କ ଘରେ ସେ ପୂଜା କରିବାକୁ ଯେତେବେଳେ ବସୁଛନ୍ତି ସେ ଠାକୁରଙ୍କୁ କେତେ କ'ଣ କହୁଛନ୍ତି, କିନ୍ତୁ ପିଲା ଦୁଇଟି କିଛି ବୁଝିପାରୁନାହାନ୍ତି। ଯୁବତୀ ପୁଣି କଡ଼ ଲେଉଟାଉଛି, ଆଖି ଫିଟେଇ ଦେଖୁଛି ସେ ଘରେ କେହି ନାହାନ୍ତି। ଦେଖନ୍ତୁ ଯେ ସେ କଥା ଭାବୁଛି ହେଲା, ସେ ଯେଉଁ ମଇଳା ଲୁଗା ଉପରେ ମୁହଁ ପୋତିକି ଯେ ଏ କଥା ସବୁ ଭାବୁଛି, ସ୍ୱପ୍ନରେ ଦେଖୁଛି 10-12 ବର୍ଷର ତଳର କଥା ସେ ମନରେ ଚିନ୍ତା କରୁଛି। ତାପରେ ଯେତେବେଳେ ସେ ଆଖି ଖୋଲି ଯାଉଛି, ତା ଆଖି ଖୋଲି ଦେଉଛି ସେ ଯୁବତୀ, ସେତେବେଳେ ଦେଖୁଛି ସେ କୁଡ଼ିଆରେ କେହି ନାହାନ୍ତି ହେଲା। କଡ଼ ଲେଉଟାଉଛି, ସେଠାରେ ସେ ଆଖି ଫିଟିଲା ବେଳକୁ ସେ ଘରେ କେହି ନାହାନ୍ତି। ତାପରେ ପୁଣି ଆଖି ବୁଜୁଛି ସେ ଦୃଶ୍ୟ ଦେଖିବା ପାଇଁ। ପୁଣି ସେ ଦେଖୁଛି ସେ ଅତୀତର ଚିତ୍ର, ସେହି ଯେଉଁ ମାତୃହୀନ ଦୁଇଟି ସନ୍ତାନ, ସେ ଭିତରେ ସାନଟି ହେଉଛି ଭାଇ ହେଲା। ସେ ଯେଉଁ ମାତୃହୀନ ଦୁଇଟି ସନ୍ତାନ ଥିଲେ ତା ଭିତରୁ ସାନ ପିଲାଟି ହେଉଛି ସେ ହେଉଛି ଭାଇ। ଭଉଣୀ 8-10 ବର୍ଷର। ଭାଇ ଭଉଣୀ ଦୁହେଁ ଗାଁ ଚାଟଶାଳୀକୁ ଯାଇ ପାଠ ପଢ଼ୁଛନ୍ତି। ଧୂଳି ଧୂସର ହୋଇ ବହି ସିଲଟ ହାତରେ ଧରି ଘରକୁ ଫେରିଲା ବେଳେ ମାତୃଦୃଶ୍ୟ ସେହି କୁଟୀରରେ ପିତାଙ୍କର ସ୍ନେହ ଆଦର ପାଇ ହସ ଖେଳରେ ସମୟ କାଟୁଛନ୍ତି ହେଲା। ଯେତେବେଳେ ସେ ଦୁଇ ଜଣ ଚାଟଶାଳୀରେ ପାଠ ପଢ଼ୁଛନ୍ତି, ଯେତେବେଳେ ଘରକୁ ଆସୁଛନ୍ତି, ମାତୃଶୂନ୍ୟ ସେଇ କୁଟୀର, ସେ ଯେଉଁ ଘରଟି କ'ଣ ମାତୃଶୂନ୍ୟ, ମା ନାହିଁ ନା, ପାଇଁ ମାତୃଶୂନ୍ୟ କୁହାଯାଇଛି। କୁଟୀରରେ ସେ କେବଳ ବାପାଙ୍କର ସ୍ନେହ ଆଦର ସେ ପାଇକି ହସି ଖେଳି ସମୟ କାଟୁଛନ୍ତି। ଯୁବତୀ ପୁଣି କଡ଼ ଲେଉଟାଇ ସେହିପରି ମାନସ ଚକ୍ଷୁରେ ଦେଖିଲା, ଝିଅର ବୟସ ହେଲା, ବାପା ବର ଖୋଜିଲେଣି। ଦୁଆର ମୁହଁରେ ବେଦୀରେ ବସି ସମଗ୍ର ଶରୀରକୁ ନୂଆ ଲୁଗାରେ ଘୋଡ଼ାଇ ହୋଇ ସେ ପୁରୋହିତର ମନ୍ତ୍ରଗାନ ଭିତରେ କାହାର ପାଣି ଗ୍ରହଣ କଲା। ଏକଥା ଦେଖି ଅର୍ଦ୍ଧ ସୁଷୁପ୍ତ ଅବସ୍ଥାରେ ତାର ସେହି ଦେହଟା ଥରି ଉଠିଲା। ଦେଖନ୍ତୁ କ'ଣ ହେଇଛି, ଯେତେବେଳେ ସେ ଦେଖିଛି ପୁଣି ସେ ଝିଅଟି ବୟସ ହେଇଯାଇଛି, ବାପା ତାଙ୍କର ବିବାହ ଘର ଠିକ୍ କରିଛନ୍ତି, ବେଦୀ ବନ୍ଧା ହେଇଛି, ଝିଅଟି ବସି ବିବାହ ହେଉଛି। ସେ କାହାକୁ ବିବାହ ହେଲା ଏଇ କଥାଟି ଭାବିକି ତା ଲୋମକୂପ କ'ଣ ହେଉଛି ନା କମ୍ପି ଉଠୁଛି, ଦେହ ଶୀତେଇ ଯାଉଛି। ସେ ଉଠି ବସି ପଡ଼ିବାକୁ ଚେଷ୍ଟା କରି ପୁଣି ସେଇ ମଇଳା ଲୁଗା ଭିତରେ ମୁଣ୍ଡ ଗୁଞ୍ଜି ପଡ଼ି ରହିଲା ହେଲା। ତାପରେ କ'ଣ ହେଇଛି, ସେ ଏହାପରେ ଦେଖିଲା ସବୁ ଶେଷ। ବିବାହର 6 ମାସ ପରେ ଏହି ମାତୃଶୂନ୍ୟ କୁଟୀର ଭିତରେ ମାତୃହୀନ କେଶରୀର ନିରାଭରଣ ଅଙ୍ଗ ସୌଷ୍ଠବ ସକାଳେ ଝଡ଼ି ପଡ଼ିଥିବା ଗଙ୍ଗଶିଉଳି ଫୁଲ ପରି ପଡ଼ି ରହିଲା। କ'ଣ ହେଲା, ଏହାପରେ ସେ ପୁଣି ଦେଖିଲା କ'ଣ ନା ସବୁ ଶେଷ ହେଇଗଲା। କ'ଣ ଶେଷ ହେଇଗଲା ନା ବିବାହର 6 ମାସ ପରେ ଏଇ ମାତୃଶୂନ୍ୟ କୁଟୀର ଭିତରେ ମାତୃହୀନା କିଶୋରୀର ନିରାଭରଣ ଅଙ୍ଗ କ'ଣ ହେଇଛି ନା ସୌଷ୍ଠବ ସକାଳେ ଝଡ଼ି ପଡ଼ିଥିବା ଗଙ୍ଗଶିଉଳି ଫୁଲ ପରି ପଡ଼ି ରହିଲା ହେଲା। ତାକୁ କିଏ ଗୋଟାଇ ନେଇ ଦେବତାଙ୍କ ମସ୍ତକରେ ଦେବ, ସମାଜରେ ସେ ବିଧାନ ନାହିଁ ହେଲା। କ'ଣ ହେଇଛି ନା ସେ ଝିଅଟିର ଅବସ୍ଥା ଏମିତି ହେଇଛି, ଯେଉଁଥିରେ କି ସେଇ କୁଟୀରକୁ ସେ ପୁଣି ଫେରି ଆସିଛି, ଅସହାୟ ଅବସ୍ଥାରେ ଫେରି ଆସିଛି, ଯେଉଁଟାକୁ ସେ କହୁଛି ସକାଳ ସମୟରେ ଝଡ଼ି ପଡ଼ିଥିବା ଯେଉଁ ଗଙ୍ଗଶିଉଳି ଫୁଲଟି ପରି ଏବେ ତା ଅବସ୍ଥା ସେମିତି ହେଇଛି ହେଲା। ସବୁ ସରିଯାଇଛି, ସେ ଏବେ କେଉଁ କୂଳର ମଧ୍ୟ ହେଇକିରି ନାହିଁ ବୋଲିକି ସେ କହିଛି। କିଏ ଆଉ ତାକୁ ଉଠେଇ ନେଇକି ଦେବତାଙ୍କ ମୁଣ୍ଡରେ ଥୋଇବ ହେଲା। ସେଇଭଳି ନିଜକୁ ନିଜେ ଚିନ୍ତା କରିଛି, ଭାବିଛି। ସମାଜରେ ସେ ବିଧାନ ନାହିଁ। କ'ଣ ବିଧାନ ନାହିଁ, କ'ଣ ହେଲା ଦେଖିବା। ଏ ଦୃଶ୍ୟ ଦେଖୁ ଦେଖୁ ଯୁବତୀର 2 ଆଖିରୁ 2 ଟୋପା ନିର୍ମଳ ଲୁହ ଝରିପଡ଼ି ସେଇ ମଇଳା ଲୁଗା ଭିତରେ କୁଆଡ଼େ ମିଶିଗଲା। ସେତିକିବେଳେ ତା ମୁହଁରୁ ଅଜାଣତରେ ପଦେ ବାହାରି ପଡ଼ିଲା, ବୋଉଲୋ ହେଲା। କ'ଣ ହେଇଛି, ତାହେଲେ କ'ଣ ହେଲା, ସେ 6 ମାସ ଭିତରେ ଘଟଣାଟି କ'ଣ ହେଲା ଯାହାଦ୍ୱାରା କି ଝିଅଟି ଏତେ ଭାଙ୍ଗି ପଡ଼ିଛି, ଏତେ ସମାଜକୁ ସେ ନିଷ୍ଠୁର ସମାଜ ବୋଲି ଭାବିଛି, ନିଜକୁ ଏତେ ଅସହାୟ ମଣିଛି। କ'ଣ ହେଲା ସେ 6 ମାସ ଭିତରେ, ଚାଲୁ ଗପଟି ପଢ଼ିଲେ ଆମେ ଜାଣିପାରିବା।
ବୋଉ ସେଠାରେ ନଥିଲା। ସେ ତ ଚାଲି ଯାଇଥିଲା ବହୁ ଦିନ ତଳୁ। ବାପା ବି ଚାଲି ଯାଇଥିଲେ। ସେ ଦେଖିଲା ସେହି କୁଡ଼ିଆ ଭିତରେ ସେହି ନିରାଭରଣା ଝିଅଟିକୁ ବାପା ତାର ପାଠ ପଢ଼ାଇବାରେ ଲାଗିଛନ୍ତି। ପୁଣି ତା ମନରେ ସେଇ କଳ୍ପନା ଆସିଲା, ସେଇ 10-12 ବର୍ଷ ତଳର କଥା। କ'ଣ ନା ସେଇ ନିରାଭରଣା ଝିଅଟିକୁ ବାପା ପାଠ ପଢ଼ାଉଛନ୍ତି। ସେ ସିଲେଇ ଶିଖିଲା, ସେ ବହି ପଢ଼ି ଜାଣିଲା, ସେ ଲେଖିପାରିଲା, ସେ ହିସାବପତ୍ର ରଖିପାରିଲା। ଏହିପରି ସମୟରେ ନାରୀ ଆନ୍ଦୋଳନର ଏକ ଜୁଆର ସେ ଅଞ୍ଚଳରେ ଖେଳିଗଲା। ଦେଖନ୍ତୁ, ସେତେବେଳେ ସେ ପାଠ ପଢ଼ି ଶିଖିଛି, ସେ ସିଲେଇ ଶିଖିଛି, ସେ ହିସାବପତ୍ର କରିବା ଶିଖିଛି, ଲେଖା ପଢ଼ା ଶିଖିଲା, ସବୁ ଶିଖିଲା। ସେଇ ସମୟରେ ସେଇ କ'ଣ ହେଲା ନା ଏହିପରି ସମୟରେ ନାରୀ ଆନ୍ଦୋଳନର ଏକ ଜୁଆର ଛୁଟିଲା। ନାରୀ ଆନ୍ଦୋଳନ ହେଇଛି। ସେହି ଜୁଆରରେ ତାର ବାପା ଭାସି ଯାଇ ପାଖ ଗାଁ ପ୍ରାଇମେରୀ ସ୍କୁଲରେ ଝିଅକୁ ଲଗାଇ ଦେଲେ। ତେଣିକି ତାର ନାଁ ହେଲା ନୀଳମାଷ୍ଟ୍ରାଣୀ। ଦେଖନ୍ତୁ, ଏଇଠି ହେଲେ ତାହେଲେ ଆମେ ଏତେବେଳେ ଯାହା କଥା ପଢ଼ୁଥିଲେ ସେ ହିଁ ହେଉଛନ୍ତି ନୀଳମାଷ୍ଟ୍ରାଣୀ। ହେଲା, ସେ ନୀଳମାଷ୍ଟ୍ରାଣୀ କେମିତି ହେଲେ? ଯେତେବେଳେ ଏଇ ଯେଉଁ ନାରୀ ଆନ୍ଦୋଳନ ଚାଲିଥିଲା, ମାନେ କ'ଣ, ନାରୀଙ୍କୁ ସ୍ୱାଧୀନତା ଦିଅନ୍ତୁ, ସବୁ କ୍ଷେତ୍ରରେ ନାରୀ ପ୍ରାଧାନ୍ୟ ପାଆନ୍ତୁ, ଆଗ ଧାଡ଼ିରେ ସବୁବେଳେ ନାରୀ ରୁହନ୍ତୁ, ଏଇସବୁ ଯେଉଁ ନାରୀଙ୍କ ପାଇଁ ଚାଲିଥିଲା ଯେଉଁ ଆନ୍ଦୋଳନ, ସେଇ ସମୟରେ ବାପା ସେଇଥିରେ ଭାସି ଯାଇକି କ'ଣ କରିଥିଲେ ନା ସେଇ ଗୋଟେ ପାଖ ଗାଁର ପ୍ରାଇମେରୀ ସ୍କୁଲରେ ଝିଅକୁ ଯାଇକି ମାନେ ଶିକ୍ଷକ ଭାବରେ, ଶିକ୍ଷୟିତ୍ରୀ ଭାବରେ ତାଙ୍କୁ ଲଗେଇଥିଲେ। ଯାହାଦ୍ୱାରା କି ସେଇଥିରୁ ତାଙ୍କ ନାଁ ହେଇଥିଲା କ'ଣ ନା ନୀଳମାଷ୍ଟ୍ରାଣୀ। ହେଲା, ଯୁବତୀ ମଇଳା ଲୁଗା ଭିତରୁ ମୁହଁ ଟେକି ଦେଖିଲା ନୀଳମାଷ୍ଟ୍ରାଣୀ ମଧ୍ୟ ତାକୁ ଆଉ ଦେଖାଯାଉ ନାହିଁ। ହେଲା, ପୁଣି ସେ ଯେତେବେଳେ ଆଖି ଖୋଲିଲା, ଦେଖିଲା ବେଳକୁ ତା ସାମ୍ନାରେ ସେ ନୀଳମାଷ୍ଟ୍ରାଣୀ ମଧ୍ୟ ଆଉ ଦେଖାଯାଉ ନାହିଁ। ସେ ତ ଏବେ ମଧ୍ୟ ଅଛି ନୀଳମାଷ୍ଟ୍ରାଣୀ, କିନ୍ତୁ ତାକୁ କାହିଁକି ଦିଶୁନି? ନିଜକୁ ସେ କାହିଁକି ଏବେ ଭାବି ପାରୁନି କି ସେ ହିଁ ନୀଳମାଷ୍ଟ୍ରାଣୀ ବୋଲି? ଦେଖିବା। ବାପା ଚାଲି ଯାଇଛନ୍ତି ଯେଉଁଠାକୁ ଗଲେ ଆଉ କେହି ଫେରନ୍ତି ନାହିଁ ସେଠାକୁ। ଭାଇ ଚାଲି ଯାଇଛି ପାଖରୁ ଦୂରକୁ। ନୀଳମାଷ୍ଟ୍ରାଣୀ ଗଲା କୁଆଡ଼େ? 3 ଖଣ୍ଡ ଗାଁ ଭିତରୁ ମଝି ଗାଁରେ ନୀଳମାଷ୍ଟ୍ରାଣୀ ମାଷ୍ଟରାଣୀ ହୋଇ ରହିଲା। ତାକୁ ବୁଢ଼ାମାନେ ନିନ୍ଦା କଲେ, ଯୁବକମାନେ ପ୍ରଶଂସା କଲେ, ଛାତ୍ର ଓ ଛାତ୍ରୀମାନେ ମା ପରି ଦେଖିଲେ। ଦେଖନ୍ତୁ, ସେ ଏମିତି ମାଷ୍ଟରାଣୀ ହେଇଥିଲେ ଗାଁରେ, ତଳେ ତାଙ୍କୁ ନୀଳମାଷ୍ଟ୍ରାଣୀ ବୋଲି ଡାକନ୍ତି। ସେମାନେ ତାକୁ କ'ଣ କରୁଥିଲେ? ବୁଢ଼ାମାନେ ନିନ୍ଦା କରୁଥିଲେ, ଯୁବକମାନେ କିନ୍ତୁ ପ୍ରଶଂସା କରୁଥିଲେ, ଆଉ ଛାତ୍ର ଓ ଛାତ୍ରୀମାନେ ତାଙ୍କୁ ମା ପରି ଦେଖୁଥିଲେ। ନୀଳମାଷ୍ଟ୍ରାଣୀ ଏ ଗାଁରେ ପାଠ ପଢ଼ାଇ ସେ ଗାଁରେ ତାର ସେହି ପିତୃମାତୃହୀନ କୁଡ଼ିଆ ଭିତରକୁ ଫେରିଯାଇ ସ୍ନେହର ଭାଇକୁ ମଣିଷ କରିବାରେ ଲାଗିଲା। ହେଲା, କ'ଣ ହେଇଛି? ନୀଳମାଷ୍ଟ୍ରାଣୀ ଯେତେବେଳେ ପାଠ ପଢ଼ୁଥିଲା ଗାଁରେ, ତାପରେ ସେ ପୁଣି କ'ଣ କରେ ନା ତା ଗାଁକୁ ଯାଏ। ପାଖ ଗାଁରେ ସେ ପାଠ ପଢ଼ଉଥିଲା। ତାପରେ ସେ ପାଠ ପଢ଼ିଲା ପରେ, ପାଠପଢ଼ା ସରିଲା ପରେ ତାପରେ ସେ କ'ଣ କରେ ନା ତା ନିଜ ଗାଁକୁ ଯାଏ, ଯେଉଁଥିରେ କି ପିତୃମାତୃହୀନ କୁଡ଼ିଆ ଭିତରେ ଯେଉଁ ତାର ଗୋଟିଏ ଭାଇ ଥିଲା, ସେ ଭାଇକୁ ସେ ମଣିଷ କରିବାରେ ଲାଗିଲା। ମଣିଷ କରିଲା ତାକୁ, ତା ଭାଇକୁ। ଯୁବତୀ ଛଟପଟ ହୋଇ ମୁହଁ ମାଡ଼ି ପଡ଼ି ଅତି ବିଚିତ୍ର ଦୃଶ୍ୟ ଦେଖିଲା। ଯେଉଁ ଗାଁରେ ନୀଳମାଷ୍ଟ୍ରାଣୀ ପିଲାଙ୍କୁ ପାଠ ପଢ଼ାଉଛି, ସେହି ଗାଁରେ କେତେ ଯୁବକଙ୍କ ଉଦ୍ୟମରେ ଗୋଟିଏ ଯାତ୍ରା ଦଳ ବାହାରିଲେ। ହେଲା, ଯେଉଁ ଗାଁରେ ସେ ପାଠ ପଢ଼ଉଛି ସେଇ ଗାଁରେ କ'ଣ ହେଲା ନା ନୀଳମାଷ୍ଟ୍ରାଣୀ ଯେଉଁ ପିଲାଙ୍କୁ ପାଠ ପଢ଼ଉଛି, ସେଇ ଗାଁରେ ଯେଉଁ କେତେଜଣ ଯୁବକ, ହେଲା, ଯୁବକ କ'ଣ କଲେ ନା ଯାତ୍ରା ଦଳ ବାହାର କଲେ। ହେଲା, ଯାତ୍ରା ଦଳ ମାନେ ଯେଉଁ ସମସ୍ତେ ଯାତ୍ରା କରନ୍ତି, ଲୀଳା କରନ୍ତି ଗାଁ ଗାଁରେ, ସେମିତି ରାମଲୀଳା, କୃଷ୍ଣଲୀଳା, ଭରତଲୀଳା, ଏହିପରି କେତେ ଲୀଳା ଶିଖିଲେ। ଏହି ଲୀଳା ଭିତରେ ନୀଳମାଷ୍ଟ୍ରାଣୀର ଜୀବନ ଲୀଳା ଆରମ୍ଭ ହେଲା। ଦେଖନ୍ତୁ, ଏହି ଲୀଳା ଭିତରେ ନୀଳମାଷ୍ଟ୍ରାଣୀର ଆମେ ଯେଉଁ ପୂର୍ବରୁ ପଢ଼ିଥିଲେ 6 ମାସ ଭିତରେ କ'ଣ ଏମିତି ହେଇଗଲା କି ନୀଳମାଷ୍ଟ୍ରାଣୀ ଏବେ କ'ଣ କରୁଛନ୍ତି ନା ନିଜକୁ ନିଜେ କହୁନାହାନ୍ତି କି ମୁଁ ଏବେ ନୀଳମାଷ୍ଟ୍ରାଣୀ ବୋଲି ନୁହଁ, ଏବେ ନୀଳମାଷ୍ଟ୍ରାଣୀ ଆଉ ନାହାନ୍ତି। ହେଲା, ନିଜକୁ ସେ ଏତେ ଅସହାୟ ମଣିଛନ୍ତି, ଏତେ ଏକାକିନୀ ହେଇକି ସେ ସେଇ କୁଟୀରରେ ପଡ଼ି ରହିଛନ୍ତି। କାହିଁକି? ପରିସ୍ଥିତିଟା କ'ଣ ହେଇଥିଲା ଏବେ ସେଇଟା ଆମେ ଜାଣିବା। ସେହି ନୀଳା ଭିତରେ ନୀଳମାଷ୍ଟ୍ରାଣୀ ଜୀବନ ଲୀଳା ଆରମ୍ଭ ହେଲା। ଭାରତ ଲୀଳାରେ ଯେ ଅର୍ଜୁନ ହେଲେ, ସେ ହେଉଛି ଦୁଇଟି ଗାଁର ସେବାୟତ ମଦନ ସେଠୀ। ଏଠି ଚରିତ୍ରର ନାଁ ଗୁଡ଼ିକ ଆସିଲା। ଆମେ ଏତେ ସମୟ ହେଲାଣି ପଢ଼ୁଥିଲେ, କିନ୍ତୁ ଚରିତ୍ରର ନାଁ ଆସୁନଥିଲା, ଏଠି ଆସିଲା। ଦେଖନ୍ତୁ,
ସେ ହେଉଛନ୍ତି କିଏ ନା ଭରତ ଲୀଳା, ଗୋଟେ ଭରତ ଲୀଳା ଅଛି, ଭରତ ଲୀଳା କଲେ ଆଉ ସେଥିର ସେ ଅର୍ଜୁନ ଚରିତ୍ର ଗ୍ରହଣ କଲେ। କିଏ? ଭରତ ଲୀଳା ମାନେ କ'ଣ? ମହାଭାରତ। ଅର୍ଜୁନ ହେଲେ କିଏ ନା ଗାଁର ସେବାୟତ। ସେବାୟତ ହେଉଛନ୍ତି କିଏ? ମଦନ ସେଠୀ ହେଲା। ଯାହାର କି ତୃତୀୟ ଗାଁରେ ଘର ହେଲା। ଯେଉଁ 3ଟା ଗାଁର କଥା ଆମେ ପଢ଼ିଥିଲେ, 3ଟା ଗାଁ ଭିତରେ ହିଁ ଏକ ଘଟଣାଟି ହେଇଛି। ତ ସେ ତୃତୀୟ ଗାଁର ଘରେ ହେଉଛି କାହାର? ଏଇ ମଦନ ସେଠୀଙ୍କର। ମଦନା ଲାଖ ବିନ୍ଧା ଲୀଳାରେ ଅର୍ଜୁନ ହୋଇ ଯେତେବେଳେ ଦ୍ରୌପଦୀ ସ୍ୱୟଂବରରେ ମାଛ ଆଖିକୁ ସର ବିନ୍ଧିଲା, ସେହି ସର ଯାଇ ହୃଦୟ ଚକ୍ର ତଳେ ତଳେ ଅତି ଗୋପନରେ ନୀଳମାଷ୍ଟ୍ରାଣୀ ଆଖିରେ ବାଜିଲା। ମାନସ ଚକ୍ଷୁରେ ଏ ଦୃଶ୍ୟ ଦେଖି ସେହି ଯୁବତୀ ସେହିପରି ମୁହଁ ପୋତି ବଡ଼ ଛଟପଟ ହେଲା। ଦେଖିଲା ମଦନା ସେଠୀର ସର ନୀଳମାଷ୍ଟ୍ରାଣୀକି ଅନ୍ଧ କରିଦେଲା ହେଲା। କ'ଣ ହେଇଛି? ସେ ଲୀଳା ହେଉଛି ସେଇ ସମୟରେ ଯେତେବେଳେ ଅର୍ଜୁନ ମାଛ ଆଖିକି ତୀର ମାରିଛି, ମାଛର ଛାଇକୁ ଦେଖିକି ସେଇ ସମୟରେ ସେ ଅର୍ଜୁନ କିଏ ହେଇଛି ନା ମଦନ ସେଠୀ। ସେଇ ମାନେ କ'ଣ ଅଭିନୟ କଲା ବେଳେ ସେ ତ ଦେଖିଛନ୍ତି କିଏ? ନୀଳମାଷ୍ଟ୍ରାଣୀ। ସେତେବେଳେ କ'ଣ ହେଇଛି? ନୀଳମାଷ୍ଟ୍ରାଣୀ କହିଛନ୍ତି, ଗଳ୍ପରେ ଗାଳ୍ପିକ ଲେଖିଛନ୍ତି କି ସେ ସର ଯାଇକି ମାଛର ଆଖିରେ କ'ଣ ବାଜିବ? ସେ ଯାଇ ନୀଳମାଷ୍ଟ୍ରାଣୀର ଆଖିରେ ବାଜିଛି ଆଉ ନୀଳମାଷ୍ଟ୍ରାଣୀକି ସମ୍ପୂର୍ଣ୍ଣ ରୂପେ ଅନ୍ଧ କରିଦେଇଛି। ଇଏ ଅନ୍ଧ ସତରେ ନାହିଁ, ସେ ଚକ୍ଷୁରେ ଦେଖିପାରୁଛନ୍ତି କିନ୍ତୁ ତାଙ୍କ ଆଖିରେ ଯେମିତି ଅନ୍ଧ ପୁଟୁଳି ବନ୍ଧା ହେଇଛି। କ'ଣ ଅନ୍ଧ ପୁଟୁଳି? କେମିତିକା ଅନ୍ଧ ସେ ହେଇଛନ୍ତି ଦେଖିବା। ମାନସ ଚକ୍ଷୁରେ ଏ ଦୃଶ୍ୟ ଦେଖି ସେ ଯୁବତୀ ସେହିପରି ମୁହଁ ପୋତି ବଡ଼ ଛଟପଟ ହେଲା। ଦେଖିଲା ମଦନା ସେଠୀର ସର ନୀଳମାଷ୍ଟ୍ରାଣୀକି ଅନ୍ଧ କରିଦେଲା। ନୀଳମାଷ୍ଟ୍ରାଣୀ ଆଖି ଥାଇ ଅନ୍ଧ ହୋଇ ଦ୍ରୌପଦୀ ବେଶରେ ତା ସଙ୍ଗେ ସଙ୍ଗେ ଚାଲିଗଲା। ଦେଖନ୍ତୁ ନୀଳମାଷ୍ଟ୍ରାଣୀ କ'ଣ ହେଇଛି ନା ଆଖି ଥାଇକି ମଧ୍ୟ ସେ ଅନ୍ଧ ହେଇଛି। କହିଲି ନା ଆଖି ଅଛି, ତା ଆଖିରେ ସର ବାଜିନି। କେଉଁଠି ସର ବାଜିଲା? ସେ କେମିତି ଅନ୍ଧ ହେଲା? ଦେଖନ୍ତୁ ସେ ଅନ୍ଧ ହୋଇକି ଦ୍ରୌପଦୀ ବେଶରେ ସେ ତା ସାଙ୍ଗରେ ଚାଲି ଯାଇଛି ହେଲା। ଅର୍ଜୁନ ଯେତେବେଳେ ଲାଖ ପିନ୍ଧିଛନ୍ତି ସେତେବେଳେ କ'ଣ ହେଇଛି ନା ସେ ଦ୍ରୌପଦୀକୁ ଜିତିଥିଲେ। ଯେତେବେଳେ ମହାଭାରତରେ ଅଛି ସେ ଦ୍ରୌପଦୀ ହେଇଥିଲେ। ଦ୍ରୌପଦୀର ବେଶରେ କିଏ ଥିଲେ ନା ନୀଳମାଷ୍ଟ୍ରାଣୀ ହେଲା। ଦ୍ରୌପଦୀ ବେଶରେ ସେ ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଗଲା। ତାର ଶିକ୍ଷକତା ଗଲା, ତାର ଭାତୃସ୍ନେହ ଗଲା, ତାର ସମାଜ ବନ୍ଧନ ମଧ୍ୟ ଗଲା। ସେ ଲୋକାପଦାଦରୁ ଡରିଲା ନାହିଁ। ଲୋକଙ୍କର ଯେଉଁ ଅପବାଦ ହେଲା ସେଟାକୁ ଡରିଲା ନାହିଁ। ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲା। କ'ଣ ପାଇଁ ନା ସେଇ ଯୁବକଟିର ଭଲ ପାଇବାରେ ହେଲା। ତାଙ୍କ ପ୍ରତି ସେ ଭଲ ପାଇବାର ଦୁର୍ବଳତା ଆସିଯାଇଥିଲା ହେଲା। ସେ ଆଉ ଲୋକ ଅପବାଦକୁ ଡରି ନାହାନ୍ତି। ବନ୍ଧନକୁ ଆଉ ସମାଜର ଯେଉଁ ବନ୍ଧନ ତାକୁ ଆଉ ସେ ମାନି ନାହାନ୍ତି। ଗାଁ ବାଲାଙ୍କ କଥା ଶୁଣିଲା ନାହିଁ। ନିଜର ପିତୃପିତାମହଙ୍କ କୁଟୀର ଛାଡ଼ି ସମାଜର ସକଳ ମମତା ହରାଇ ଚାଲିଗଲା ମଦନ ସାଙ୍ଗରେ। ଦେଖନ୍ତୁ କ'ଣ ହେଇଛି? ସେ କ'ଣ କଲା? ତାପରେ ନିଜର ମାତାଙ୍କର ଯେଉଁ କୁଟୀର ଥିଲା ସେ କୁଟୀର ଛାଡ଼ିଦେଲା। ସମାଜର ସକଳ ମମତା, ଯେତେ ଭଲ ପାଇବା ସ୍ନେହ ମମତା ଥିଲା ସେ ସବୁକୁ ସେ ତ୍ୟାଗ କରିଦେଲା। ସେ କ'ଣ ପାଇଁ ନା ମଦନ ପାଇଁ, ମଦନ ସେଠୀ ପାଇଁ। ମଦନ ସହିତ ସେ ଚାଲିଗଲା। ଓହୋ କି ଦାରୁଣ ଦୃଶ୍ୟ! ମାସ 2ଟା ନୀଳମାଷ୍ଟ୍ରାଣୀ ମଦନା ଘରେ ବୋହୂ ହୋଇ ରହିଲା। ତାପରେ ଆସିଲା ଭୀଷଣ ପରିସ୍ଥିତି। ନାଟ ଆଖଡ଼ା ଭାଜିଗଲା। ଅର୍ଜୁନଙ୍କ ଲାଖ ବିନ୍ଧା ସରିଗଲା। ନୀଳମାଷ୍ଟ୍ରାଣୀର ଦ୍ରୌପଦୀ ବେଶ ଲୁଚିଗଲା। ମଦନା ଖାଇଲା ମଦ। ନୀଳମାଷ୍ଟ୍ରାଣୀ ମନା କଲା। ତାପରେ ଝଗଡ଼ା, ତାପରେ ଅଭାବ, ତାପରେ ଲୁଗା ବୁଜୁଳା କାନ୍ଧରେ ପକାଇ ନୀଳମାଷ୍ଟ୍ରାଣୀ ଚାଲିଲା ଧୋବଣୀ ବେଶରେ ପୋଖରୀ ତୁଠକୁ। ଲଜ୍ଜା ଅପମାନ ତା ମୁଣ୍ଡ ଉପରେ ଏତେ ଭାର ଦେଲେ ଯେ ପିଠିରେ ମଇଳା ଲୁଗାର ଭାର ନ ଥାଇ ମଧ୍ୟ ସେ ସବୁବେଳେ ମୁଣ୍ଡ ପାତି ରହିଲା। ଦେଖନ୍ତୁ ତାପରେ କ'ଣ ହେଇଛି? ସେ ଚାଲିଗଲା କାହା ସହିତ? ମଦନା ସେଠୀ ସହିତ। କିନ୍ତୁ ଶେଷରେ କ'ଣ ହେଇଛି ନା ସେ ଭାରତ ଲୀଳା ସରିଯାଇଛି। ମଦନା ସେଠୀ ଅର୍ଜୁନ ବେଶ ଛାଡ଼ି
से कौन लाख बिंदा छाड़ी से कौन कर मद पीछी। द्रौपदी बेश मध्य कुआड़े लुचिगला। नीलमास्टराणी ताकू बार बार मना करिछि मद पीवाकू किंतु से मानि नाही, झगड़ा होइछि। तापरे से चलीछि जेहेतु से मदन सेठी को विवाह करिछि, मदन सेठीर स्त्री होइछि, सेतिबे से कौन होइछि से धोबणी होइछि। धोबणी होइकि से कौन करछि ना मैला लुगा को कांधरे पकई जाइछि गाँ तुठकू, पोखरी तुठकू है से कही। तापर कही से तापर जो लज्जा अपमान अपवाद जो से पाइछि से सबू बली पड़ी केमिति ना से मैला लुगा ठारू मध्य से अधिका ओजन रही आउ से ओजन रे से मुंड ऊपर को करि पारि नाही कि नीलमास्टराणी। युवती एतिकी बेले मैला लुगा भितरु मुह टेकी कातर भावरे कहार आश्रय नेबा विचारी उठी बसी देखे तो से हेउची सेही अतीतर नीलमास्टराणी है। से सब दृश्य देखी तापर से उठी पड़ी, उठी बस देखी कहार गोटे आश्रय नबाक से चाहिए किंतु से सेठी देखी कि से हेउची कौन ना नीलमास्टराणी। से हेउची आर गाँर मातृहीन दुईटी शिशु भितरु गोटे जे कि खूब दूर को चली जाइछि। सेही पूर्वर नीलमास्टराणी और एबेर नीलधोबणी मैला लुगा भितरे पड़ी रही कौन भाबु भाबु बेल बुड़ी राति हेला। राति 2 पहर को गड़िला परे पड़िशा घरे पाटितुंड शुभिला। नीलधोबणी पागलिनी परी दुआर फिटाई पड़िशा घरे पशि कही पकाइला, जहा आनिच दियो मते चाखिबाकू, मो भाईर परा भोजी घर, मु सेठी थिले परा तुमको देइथांती भोजी, तुमको देइथांती अइंठा भात तरकारी है, मोते तुमे देव नाही। देखा तो कौन कही ना ता भाईंकर विवाह होइछि है कि से विवाह करू तो से जाई पारि नाही। जेतबेले एतर गाँव रे पाटी सुंदर शुभाई से दौड़ी जाई कही, जहाँ आनिच मते दियो चाखिबाकू, मु चाखिबी, मो भाईर आज भोजी होइछि, मु चाखिबी, मु जदि सेठी थांती ताले मु तुम मानकू देइथांती है, मु तुम मानकू देइथांती, मु आज जोठी नाही तुमे माने मते दियो कही, मते तुमे देब नाही। पड़िशा घरर बोहुए मुंड पोती रही भाबिले नीलमास्टराणी आहुरी धोबणी होई नाही है। कौन कहे पड़िशा घर बोहू मैंने कौन भाई एजाए नीलमास्टराणी आहुरी धोबणी होई नाही है। से दिन गला भाईर भोजी घर कथा भाबी भाबी नीलमास्टराणी ता आर दिन तुठकू गला नाही। भाउजर बौलपाट पड़िशा घरर बोहू काची करी देबाकू आनिथिले। नीलमास्टराणी काकुति मिनती होई कहिला, मु काची देबी लो, मु काची देबी है। ता भाईर जो भाउजर बौलपाट आनिचंदी तांका पड़िशा घरर धोपा आनिचंदी सफा करिकी दबा पाई। से सेठी कौन कहिछि ना मते दिए, मु ताकू काची देबी लो, मु काची देबी, मो भाउजर बौलपाट मते दियो, मु धोई आनिबी है। सेया हेला नीलमास्टराणी बौलपाट को धोई आनी आउ पड़िशा घर को फेराइला नाही। तागिया आसिला आर गाँरु बौलपाट फेराइले तेणे से घरे शुभ कार्य बढ़िब, किंतु फेराइब किए ताहा से नीलमास्टराणी हातरे। शुणागला नीलमास्टराणी कहुछि भाई न आसिले फेराइब नाही। देखते से भाउजर बौलपाट नहीं सफा कर रखी सेपटे शुभ काम बढ़िब बोलिकी से लुगा धुआई गले हम सी किंतु लुगा फेरौनी। से जिद करिछि कि मो भाई आसिले ही मु ताकू लुगा देवी। केते करुण केते दुख नीलमास्टराणीर। भाई आसिब धोबा घर को नानी बोली संबोधन करबाकू। देखो कही मु तो तार भौणी, ता बड़ भौणी, मो भाई आसिब एठी आउ मते से नानी बोली संबोधन करिब, तापरे जाइके मु ताकू एई बौलपाटटी देबी। कथाटा असंभव होई उठिला। 3 खंड गाँव रे जेउ गाँव रे नीलमास्टराणी जन्म होइथिला, जेउ गाँव रे से मास्टराणी होइथिला और शेषरे आउ जेउ गाँव रे धोबणी होई से 2 गाँवर मैला लुगा सफा कला। सबुआड़े चहल पड़गला। देख 3टी गाँ कथा कहीं कहगला। से जोटी जन्म होइछि तापर से जोटी कौन है ना मास्टराणी है, आउ जोटी से धोबणी होकरी रही है। तेणे भाई घरे बसी भाबिला
जे थिला नानी ता पाखकु जीवी काहीं जीव कि नाही है से भावुं ता भाई भावुची कि कौन जे मोर थिला नानी मु ता पाखकु जीवी कि नाही राति हेला पहरे जीव कि नाही जीव कि नाही भाभी भाभी भाई केतेबेले से आसी भौणी पाखे पहुँची जाइछि से समय ज्ञान तार नाही भाई भाभी मु जीवी कि नाही किसी निष्पत्ति नहीं पारिनी किंतु से अजाणत चली चली आसी ता भौणी पाखरे पहुँची जाइछि डाकिला नानी सेतिकी बेले चौता होइथिबा बौल पाट खंडी हातरे धरी आलुलायित केश विव्रत बदना अश्रुमुखी नीलमास्टाणी भाई को अंधार रे जाकी पकाई कहिला मु चली आसिली बोली तू चली आसिलु लोके बोलिबे कौन तू मध्य कूଳରେ कलंक लगाइबु फेरी जाओ है ता भाई को सेमती अभिमान करिकरी कहिछि मु चली आसली बोली तू भी चली आसिलु तू कूଳରେ कलंक लगेबू फेरी जा भाई फेरी जाई आनंद मुखरित तार सही कुड़िया भितरे आलुअरे देखिला काहार लुह ता हातरे लागिछि काहा स्नेहर स्पर्श ताकू विचलित करि पकाउछि काहार अनुताप बाणी ता प्राण को मंथी पकाउछि बौल पाट भाई हाथ रे देखी समस्ते हेले आबाक है से जाई आसीची ता भाई भौणी पाखु नबा पई भौणी ताकू जाकी धरी कांदी पकेइची आ कहिची तू कूलर कलंक लगाइबू तू फेरी जा तो से बौल पाट नहीं कि फेरी आसीची किंतु आसिकी ता घरे देखिची आनंद मुखरित तांको घर से कुड़िया ता भितर से देखिची विवाह घर आयोजन होउची सेति पई बहुत आनंदित समस्त अछंती सेठी आसी से देखुची कौन ना ता हाथ रे काहार लुह लागिची काहार स्नेह स्पर्श ताकू आज विचलित करि पकाउची आउ काहार अनुताप बाणी जो नील कहिची मु आसिली बोली तू पळे आसिलु तू कौन करिबू ना कूଳରେ कलंक लगेबू तू चली जा तते बोलिबे कौन लोक कौन कहिबे है ये जो अनुताप बाणी मो प्राण को मंथी पकाउची काहींकी है से न जानिकी से निष्पत्ति न नहीं भी से आसी भौणी पाखक निजे होश रे न थी से आसी अजाणत आसिकी केतबले ता भौणी पाखर से बौल पाट नहीं कि पलि जाइए से भावुचे यहाँ कहार लुह यहाँ कहार अनुताप बाणी मते मंथी पकाउची कहार स्नेहर स्पर्श रे मु विचलित हो पड़ुची है बौल पाट भाई हाथ देखे समस्त आश्चर्य होती ता भाई ता भौणी कति को जाइए ये आमर गपटी सरी जाइए यदि आपको पढ़ेवा भल लगी ताले निश्चय लाइक करेंगे वीडियोटी शेष पर्यंत देखि बहुत बहुत धन्यवाद।